আমি গোটে দিন নাই 2 দিন নাই গছর এতকি দিলেলানি গাঁ বালা মা ভଉଣୀ ସମସ୍ତେ ଏ ଗଛ ବଢା ଏତେ ଏ କଲୁ ଗଛ ବଢିଲା ଦାରୁ ପତର ଆମ ଗାଁ ଆମର ତ ସମସ୍ତେ ବାଇଲୁନି ହେଲେ ଦୁଃଖରେ ହେଲାନି ସୁଖରେ ହେଲାନି ସବୁଟା ସମାଧାନ ହେଲାନି ମନ୍ଦିର ପାଇଁ ଯୋଗାଡ଼ କରି ସମସ୍ତେ ଗଛ ନେଇଗଲାନି ଆମେ କିଛି କରି ନା ପାରଲୁନି এবার আমার অধিকার নাই কি বেশি নাই পারিষ্টি কাটাইলা কিবা গাঁ বালা কাটাইলা কিবা চোরি এলা আমাকে জানা না সেটা হ্যাঁ সঙ্গে কেউ জনে আসি কই দেলা কিনা আজি এ কাম করলা তো আমি তো জানা নাই এবে বাজারে ଯିବା ପାଇଁ ତିଆର ପଡିଲା রে বাইলୁନି କେତେ ବର୍ଷର ଗଛ ଲାଗିଛି ଗଛ ହେଲାନି 15-20 ବର୍ଷ ମନା ଗୁରୁ ଜାନି ଗତକାଲି ଗଛ କାଟିବାର ଶୁଣି ଆମେ ଗ୍ରାମବାସୀ ନିଷ୍ପତ୍ତି କାଟିଥିବାରୁ ଆମେ ଏତିକି ତଦାରଖ କରୁଛୁ କାଟିଛନ୍ତି ଗୋଟେ 10-15ଟା ସେ ଆମର କାଟୁଆ ଲୋକ ଅଛନ୍ତି ସାର୍ କିଏ କଟାଇଛନ୍ତି ମୁଁ ଜାଣିନି ତାଙ୍କୁ ଟିକେ ପଚାରି ଦିଅ ସେମାନେ ଜଗନ୍ନାଥପୁର ତାଙ୍କୁ ଆଗ ପଚାରବାକୁ ପଡିବ ଏଟା ଗ୍ରାମେ ଜଙ୍ଗଲ କେତେ ଗଛ ଲାଗିଛି ଏଟା ପ୍ରାୟ ବେଶୀ ଲାଗିଥିବ 60 ଏକରା ଜମି ଅଛି ଆଜକୁ ପ୍ରାୟ 30 ବର୍ଷ ହେଲା ଆଗରୁ ବି କଟା ହେଇଥିଲା ଯେ ମନ୍ଦିର ପାଇଁ ବୋଲି କେତେ କାଟିଥିଲୁ ଏବେ ଯେ କାଟିଛି କଣ ଆପଣ ମାନେ ସନ୍ଦେହ କରୁଛନ୍ତି ସନ୍ଦେହ ବୋଲେ ଏଟା ଗାଁରେ ନିଷ୍ପତ୍ତି ନ ନେଇକିରି କାଟବାରୁ ଟିକେ ଗାଁ ବାସିନ୍ଦା ଟିକେ ତଦାରଖ କରୁଛୁ ଆହୁରି ଆଉ ଯେ କାଟିଛନ୍ତି ତାଙ୍କେ ଲୋକ ଅଛନ୍ତି ତାଙ୍କେ ପଚାରି ଦିଅନ୍ତୁ କିଏ କଟାଉଥିଲେ ତାଙ୍କେ କହିଦେବେ 15 ଟଙ୍କା କେସ୍ କରିବାକୁ କହିଲେ ଗାଁ ବାଲା ମୁଁ କରିବି ତାଙ୍କୁ ଧରିକିରି ନେବି ଏମିତି କହୁଛନ୍ତି ମो ଜୟନଗର ସେକ୍ସନ ଫରେଷ୍ଟର କଣ ହେଇଛି ସମସ୍ୟା ସାର୍ ଏଠି କଣ ଗାଁ ଲୋକ କିଏ କାଟିଦେଲେ ଦୁର୍ବୃତ୍ତ ମାନେ ବୋଲି ଗାଁ ଲୋକ କା କହିଲେ ଆଉ ଟିକେ ଆସନ୍ତା ହେଲେ ମୁଁ ଆସିଲି ଇନକ୍ୱାରି କଲା 8ଟା ଗଛ ଲୋକ କେହି ନଥିଲେ ମୁଁ ଆଇଲା ବେଳକୁ ଗଛ 8ଟା କଟା ହେଇଛି ନୀଳଗିରି ଗଛ କଟା ହେଇଛି ସେଟା ଚାଷ କରିବେ ଗାଁ ବାଲା ଧରିକି ଦେବ ବୋଲି କହୁଛନ୍ତି ସେମାନେ ତ ଅଛନ୍ତି କିଏ କାଟିଛି ତାକୁ କାଟିବା ଲୋକ ହିଁ ଆରେଷ୍ଟ ହେବେ ଆଉ ଯାହା ନିର୍ଦ୍ଦେଶ ସେମାନେ କାଟିଛନ୍ତି ସେ ବି ଯିବ ନା ଯାଏ ଯିବ ସିଏ ବି ଫରେଷ୍ଟ ଅଛନ୍ତି ଫରେଷ୍ଟ ତ ବୁଲୁଛନ୍ତି ଗୋଟେ ଦିନ ଆସିଛୁ କେତେଟା ଲେବର ଆସିଥିଲେ 7 ଜଣ ବାକି ପଳେଇଲେ ତମେ 2 ଜଣ ଅଛ ଗାଁରେ ଅଛନ୍ତି ତାଙ୍କେ ଆଉ ତମେ ଏବେ କେମିତି ଏଠି ଅଛ ତାଙ୍କେ ଗାଁ ବାଲା ଡାକିବା ପାଇଁ ଆଇଲେ ନାଇଁ ସାର୍ ଆମେ କାମ କରିବା ଲୋକ ତାଙ୍କେ କହିଲାରୁ ତ ସେ ଗାଁ ବାଲା ସହିତ ମେସିନରେ କାଟିଲୁ ସାର୍ ନାଇଁ